বিজেপির কালান্তি সামল খোলে প্রার্থীপত্র দাখল। বিজেডি কংগ্রেস পরে আজ তালচেরে বিজেপি বিধায়ক প্রার্থী কালান্তি সামল নামাঙ্কন পত্র দাখল করেছেন। তালচের অধিষ্ঠাত্রী দেবী মা হিঙ্গুড়াঙ্ক দর্শন পরে তালচের হাটতোটা স্থিত হনুমান মন্দির ঠাରୁ ନିଜର ଶହ ଶହ ସମର୍ଥକଙ୍କ ସହିତ ଆସି ତାଲଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦମାନଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ପରେ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ତାଲଚେର ମାଟିର ବିକାଶ ପାଇଁ ଏ ଲଢ଼େଇ ହେବ ବୋଲି ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ପ୍ରତିକ୍ରିୟା ରଖିଛନ୍ତି। ମୁଁ ଆଜି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କଲି। ଆମର ସ୍ୱାଧୀନତା ସଂଗ୍ରାମରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯେଉଁମାନଙ୍କର ଯୋଗଦାନ, ଯେଉଁମାନେ ଶହୀଦ ହୋଇଛନ୍ତି, ସେ ଶହୀଦ ସ୍ତମ୍ଭରେ ମୁଁ ଶ୍ରଦ୍ଧାଞ୍ଜଳି ଦେଲି ଏବଂ ପ୍ରାର୍ଥୀପତ୍ର ଦାଖଲ କଲି। କଣ ରଣନୀତି ରହିବ ଭାଇ? ଆଜି ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଭଲ ପାଉଛନ୍ତି, ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ପାଉଛନ୍ତି ଏବଂ ମୋର ସହଯୋଗୀ ଭାବରେ ଏଠି ଆମେ ମିଶିକି କାମ କରୁଛୁ। ଆଜି ନିଜ ଇଚ୍ଛାରେ କେବଳ ମୋର ଅନୁରୋଧ କ୍ରମେ ନିଜ ଗାଡ଼ିରେ ନିଜେ ଖାଇବା ବ୍ୟବସ୍ଥା କରିକି ନିଜେ ଆସିଥିଲେ। ମୁଁ ତାଙ୍କ ପାଖରେ ପ୍ରଥମେ କୃତଜ୍ଞତା ଜ୍ଞାପନ କରୁଛି। ଏ ପ୍ରଚଣ୍ଡ ଖରାରେ ସେ ଏତେ ସମୟ ମଧ୍ୟ ଅପେକ୍ଷା କରିଛନ୍ତି। ଇଏ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କର ମାଟି। କିଛି କହିବା ପୂର୍ବରୁ ତାଙ୍କର ନକ୍ସା ରେଡ଼ି ହେଇକି ଅଛି। ବିକଶିତ ଭାରତରେ ବିକଶିତ ତାଲଚେର ନକ୍ସା ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତୁତ କରିଛନ୍ତି। ଯାହା ଯାହା କାମ ହେଇଛି ଆପଣ ଦେଖିଛନ୍ତି। ତାଲଚେର ମେଡିକାଲ କଲେଜ କଥା ହଉ, FCI କଥା ହଉ, TTPS କଥା ହଉ, ଓଲ୍ଡ ଟ୍ରିବ୍ୟୁନାଲ କଥା ହଉ କିମ୍ବା କୋଇଲା ଖଣିରେ ମୃତ୍ୟୁବରଣ କରୁଥିବା ପରିବାର ବର୍ଗକୁ 15 ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ହଉ, ଏଭଳି ଅନେକ କାର୍ଯ୍ୟ ତାଲଚେରରେ ହେଇସାରିଛି। ଆଉ କାଳନ୍ଦୀ ସାମଲ ତାଲଚେରର ବିଶ୍ୱସ୍ତ ସେବକ ଭାବରେ ବିଧାନସଭାକୁ ଯିବ। ଏ ଅଞ୍ଚଳର କଥାକୁ ବିଧାନସଭାରେ ଉପସ୍ଥାପନ କରିବ। କୋଇଲା ଖଣିରେ ଅମରଣ୍ୟଟି ଲୁଚିବ ନାହିଁ କିମ୍ବା ଆପଣଙ୍କର ବାବୁମାନଙ୍କର ଆମର ମୁଖ୍ୟମନ୍ତ୍ରୀଙ୍କର ଗୋମସ୍ତାଙ୍କର ବୁକଚାବୁଆ ହେବ ନାହିଁ କିମ୍ବା କେବେ କହିବି ନାହିଁ ଯେ ବାବୁଙ୍କ ଉପରେ ପୁଷ୍ପବୃଷ୍ଟି କଲେ ତାଲଚେର ବିକାଶ ହେବ। ବିକାଶ ନରେନ୍ଦ୍ର ମୋଦି ତାଲଚେରକୁ ପଠାଉଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଆଣୁଛନ୍ତି, ଆମେ କେବଳ ତାକୁ କ୍ରିୟାନ୍ୱୟନ କରିବୁ। ଆଉ ଆଜି ଏ ଯେଉଁ ମୁଁ ମୋର ଯେଉଁମାନେ ଏ ତାଲଚେର ପାଇଁ ଲଢ଼େଇ କରିଥିଲେ ପ୍ରଜାମଣ୍ଡଳ ଆନ୍ଦୋଳନରେ, ଆଜି ମୁଁ ତାଙ୍କୁ ସ୍ମରଣ କରୁଛି। ସେମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ତାଲଚେର ସମ୍ମାନ, ତାଲଚେର ସ୍ୱାଭିମାନର ସ୍ୱପ୍ନ ଏବଂ ତାଲଚେରର ସମୃଦ୍ଧିର ସ୍ୱପ୍ନ, ସେ କାର୍ଯ୍ୟକୁ ପୁରା କରିବା ପାଇଁ ପୁରା ମନ ପ୍ରାଣ ଦେଇ ଉଦ୍ୟମ କରି ଅନୁଗୁଳରୁ ନିହାରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ଡ୍ରିମ୍ସ ରାଇଡର ନ୍ୟୁଜ୍। ଆମ ସହ ପ୍ରତିଦିନ ଯୋଡ଼ି ହୋଇ ରହିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ। ଡ୍ରିମ୍ସ ରାଇଡର ସବୁ ସମୟରେ ଆପଣଙ୍କ ସେବାରେ।